ପିଲାମାନେ ଆଜି ଆମେ ପଢ଼ିବା ଷଷ୍ଠ ଶ୍ରେଣୀ ଶିଶୁ ବିହାର ଷଷ୍ଠ ଶ୍ରେଣୀ ମାନସାଙ୍କ ବହିର ପୂର୍ବ ପାଠର ଆଲୋଚନା। ଆମେ 1ରୁ 10 ଯାଏ ପୂର୍ବ କ୍ଲାସ୍ରେ ପଢ଼ିଥିଲେ। ଆଜି ପଢ଼ିବା 11 ନମ୍ବର। 11 ନମ୍ବର ପ୍ରଶ୍ନ କ'ଣ ଦେଇଛି? ଦୁଇଟି ସଂଖ୍ୟାର ଯୋଗଫଳ 62। ସାନ ସଂଖ୍ୟା ବଡ଼ ସଂଖ୍ୟା ଅଧାରୁ 2 ବେଶୀ। ସାନ ସଂଖ୍ୟା ବଡ଼ ସଂଖ୍ୟାର ଅଧାରୁ 2 ବେଶୀ। ତାହେଲେ ସଂଖ୍ୟା ଦୁଇଟି କେତେ? କରିବା ଯେ ଦୁଇଟି ସଂଖ୍ୟାର ଯୋଗଫଳ 62, ସାନ ସଂଖ୍ୟା ବଡ଼ ସଂଖ୍ୟାର ଅଧାରୁ 2। ତାହେଲେ ଏଇଠି ମେନ୍ କ୍ୱେଶ୍ଚନ୍, ଏଇଠି କାହାକୁ ତୁମେ ଏକକ ଧରିବ ଜାଣିବା ଦରକାର। ଏଇଠି ଯେ ସାନ ସଂଖ୍ୟା ବଡ଼ ସଂଖ୍ୟାର ଅଧାରୁ 2 ବେଶୀ। ତାହେଲେ ସାନ ସଂଖ୍ୟାଟା ବଡ଼ ସଂଖ୍ୟାର ଯାହା ଦେଇଥିବ ସେଇଟାକୁ ତୁମେ ଏକକ ଧରିବ ହେଲା। ଦେଖ 11 ନମ୍ବର, ବଡ଼ ସଂଖ୍ୟା ଲେଖିଦେବା। ବଡ଼ ସଂଖ୍ୟା ଏକକ ଧରିଲେ ହେଲା ତ। ତାପରେ ସାନ ସଂଖ୍ୟା କ'ଣ କହିଥିଲା? ସାନ ସଂଖ୍ୟା କ'ଣ କହିଥିଲା? ସାନ ସଂଖ୍ୟା କହିଛି ବଡ଼ ସଂଖ୍ୟା ଅଧାରୁ 2 ବେଶୀ। ବଡ଼ ସଂଖ୍ୟା ଅଧା ମାନେ 2 ଲେଖିଦିଅ, 2 ବେଶୀ। କ'ଣ କହିଥିଲା? ଯେ ବଡ଼ ସଂଖ୍ୟା ସାନ ସଂଖ୍ୟାଟା ବଡ଼ ସଂଖ୍ୟା ଅଧାରୁ 2 ବେଶୀ। ତାହେଲେ ବଡ଼ ସଂଖ୍ୟା ହେଲା 1 ଗୁଣ 2 ମିଶାଣ 2। ତାପରେ କ'ଣ କରିବ? ସେ କ'ଣ କହିଛି? ଦୁଇଟି ସଂଖ୍ୟାର ଯୋଗଫଳ 62 ଦେଇଛି। ମିଶାଇ ଦେବ। 1 ଗୁଣ 2 କେତେ ହେଲା? ମିଶିକି 1 ଗୁଣ 2 ମିଶିକି 62 ହେଲା। ଲେଖିଦିଅ 1 ଗୁଣ 2 62 ଫେଣ 2। ଲସା କରିଦିଅ 2 ହେଲେ 2 ଗୁଣ ହେଲେ 1 ଗୁଣ। ଲସା କରିଦେଲ 2 ରଖିଦେଲ। ଏଠି 2 ମିଶ୍ର ମାନ ଦେଇଛି 2 କେ 2 ଗୁଣ 1 ଗୁଣ 2 ବସାଇଦେଲ। 2 ସମାନ ଅଛି ହେଲା ତ। ବା 2 କେ 2 1 କେ ସେଇଭଳି ଲେଖିପାରିବ ହେଲା ତ। ଯେ 2 କେ 2 ଲେଖିଦେଲ। ତାପରେ 2 ସମାନ ଲେଖିଦେଇପାରେ ବା 2 କେ 2 1 ଗୁଣ ହେଇଯିବ କେତେ ହେଲା? 60। ତାପରେ କ'ଣ ଲେଖିବ? 3 ଗୁଣ କେତେ ଗୁଣ ହେଲା? 3 ଗୁଣ 60। 2ଟା ହରିକି ଥିଲା, ସେଠି ଗଲେ ଗୁଣିଗଲା। ଆମର 1 ଗୁଣ ଦରକାର। 1 ଗୁଣ ହେଇଯିବ 60 ଗୁଣ 2 ରହିଲା, 3 ହରିଗଲା। 3ଟା ଗୁଣିକି ଥିଲା, ବେଶୀ ହରିଯିବ। 20 × 40। ତାହେଲେ ସାନ ସଂଖ୍ୟା କେତେ ବାହାରିଲା? ବଡ଼ ସଂଖ୍ୟା ବାହାରିଲା 40। ବଡ଼ ସଂଖ୍ୟା 40 ବାହାରିଲା ଯେହେତୁ ସାନ ସଂଖ୍ୟା ବାହାର କରିବା। ସାନ ସଂଖ୍ୟା କେତେ ହେଲା? ବଡ଼ ସଂଖ୍ୟା 2 ମିଶାଣ 2। 20 ମିଶାଣ 2 କେତେ ହେଲା? 22। ବା ଆଉ ଗୋଟେ ଉପାୟରେ ତୁମେ ବାହାର କରି 2ଟା ମିଶାଇଲେ କେତେ ହେଉଥିଲା? 62 ହେଉଥିଲା। ସେ ବା ଆଉ ଗୋଟେ ବାହାର କରିପାରିବ। ସାନ ସଂଖ୍ୟା ଇଜ୍ ଇକ୍ୱାଲ୍ ଟୁ 62ରୁ 40 ପଢ଼ିଦେଲେ ସେଇଟା ବି ହେଇପାରିବ। ସେଇଟା ବି ଲେଖିପାରିବ। ଯୋଉଟା ଗୋଟିଏ ଲେଖିବ ହେଲା। 11 ନମ୍ବର ଉତ୍ତର ବାହାରିଲା 22। ଗୋଟେ ସାନ ସଂଖ୍ୟା ବଡ଼ ସଂଖ୍ୟା ହେଲା 40, ଏଇଟା ଲେଖିଦିଏ। ଏଇଟା ବଡ଼ ସଂଖ୍ୟା, ବଡ଼ ସଂଖ୍ୟାଟା 40, ସାନ ସଂଖ୍ୟା 22। ତାପରେ ଦେଖିବା 12 ନମ୍ବର। 5ଟି କ୍ରମିକ ସଂଖ୍ୟାର ଯୋଗଫଳ 120। ସାନ ସଂଖ୍ୟାଟି କେତେ? ହେଲା 5ଟି 12 ନମ୍ବର ହେଉଛି 5ଟି କ୍ରମିକ ସଂଖ୍ୟାର ଯୋଗଫଳ 120। ତାହେଲେ ସାନ ସଂଖ୍ୟାଟି କେତେ? କ୍ରମିକ ସଂଖ୍ୟା ମାନେ କେତେ ହେବ? ପ୍ରଥମ ସଂଖ୍ୟା ଲେଖିବ 1 ଗୁଣ, ଦ୍ୱିତୀୟ ସଂଖ୍ୟା 1 ଗୁଣ ପ୍ଲସ୍ 1 ହେଲା ତ। ଏଇଭଳିଆ କରି ସବୁ 5ଟି ସଂଖ୍ୟା ଆମେ ଲେଖିବା।
प्रथम संख्या केते लिखिबा प्रथम संख्या 1 गुण लिखिबा केते लिखिबा 1 गुण तापर लिखिबा 1 गुण प्लस 1 गुण प्लस 2 1 गुण प्लस 3 1 गुण प्लस 4 पाँचटा संख्या हो गला है तो सी कही कौन पांचटी संख्यार जोगफल के पांचटी संख्यार जोगफल 120 देती एक गुण प्लस 1 गुण प्लस 1 1 गुण प्लस 2 1 गुण प्लस 3 1 गुण प्लस 4 इज इक्वल टू 120 सीना के 120 हम कही तापर कौन करवा 1 2 3 4 5 5 गुण 5 गुण के 7 7 2 9 1 10 5 गुण प्लस 10 है के 120 5 गुण 120 फेण 10 है के 110 पाँचटा गुण होता है 110 पाँचटा आसिक 5 गुण 1 गुण बाहर 5टा गुण होता 110 आसिक हजिव 5 गुण 10 5 गुण 10 22 1 गुण है 22 से आम पचार सान संख्याटी सान संख्याटी प्रथम संख्या है सान संख्याटी 22 सान संख्याटी प्रथम संख्याटी 22 है उत्तर बाहर तापर करें 13 नंबर प्रश्न देती 111 गुणन 111 हम के 12,321 है तो ताले ये कौन ट्रिक हो 111 111 111 1 2 3 2 1 से भाया ताले से भाया 1 2 3 4 5 पर्यटन पाँचटा के लिखिदे क्यों संख्या गुण से ही संख्या यदि बाहर 5टा गुण 5टा लिखिदे हो लिखिदे 1 2 3 4 5 5टा गुण 1 2 3 4 5 ये 1 2 3 4 5 4 3 2 1 ना संख्या के बाहर 5टा संख्या बाहर 2 3 4 5 बाहर 13 नंबर सर 14 नंबर करवा 14 नंबर कौन कही 100 रु 1000 मध्य 10 1000 मध्य 10 घरे 2 केते थर अच्छी प्रथम 100 200 मध्य बाहर करवा 200 300 मध्य बाहर करवा है तो देख कौन कही प्रश्न आधर पढ़ा 100 रु 100 ठार 1000 मध्य 10 घरे 2 केते थर अच्छी है 100 200 मध्य लिखिदे 100 रु 200 मध्य केते अच्छी लिखिदे 200 रु 300 मध्य 300 रु 400 मध्य 400 रु 500 मध्य केते लिखिदे 500 रु 600 मध्य 600 रु 700 मध्य 700 रु 800 मध्य 600 रु 700 मध्य 700 800 800 रु 900 मध्य 900 रु 1000 मध्य देख तापर हम के हम कौन जान जे 120 120 121 122 123 124 125 126 127 128 129 10 घर कही है तो ताने 120 पाखर हो 129 पर्यटन 10टा है से भाया ये से भाया 220 पाखर 229 से 10टा 320 रु 329 10टा ये सब से भाया 10टा लेखा हम
ଏଠି ଲାଷ୍ଟ ବି ସେଇଭଳିଆ ହେବ 920ରୁ 929 ସେଇଭଳିଆ 10 ଘରେ ହେବ। ତାହେଲେ 10 × 9 90 କେତେଟି ହେବ 90 ହେଲା। 14 ନମ୍ବର ଉତ୍ତର 90 ହେବ। 15 ନମ୍ବର ପ୍ରଶ୍ନ ପଢ଼ିବା କ'ଣ କହିଛି। 15 କହିଛି 6 ଜଣ 6 ଦିନରେ 24 ଖଣ୍ଡ ମସିଣା ବୁଣି ପାରନ୍ତି। ତେବେ 8 ଜଣ ଯେଉଁଟା ନ ବୁଝିପାରୁଛ କମେଣ୍ଟ ମାଧ୍ୟମରେ ଜଣ ହେଲା। 6 ଜଣ 6 ଦିନରେ 24 ଖଣ୍ଡ ମସିଣା ବୁଣି ପାରନ୍ତି। ତେବେ 18 ଜଣ 18 ଦିନରେ କେତେ ମସିଣା ବୁଣି ପାରିବେ। 15 ନମ୍ବର ମାନେ 15 ନମ୍ବର କରିବା। ତାହେଲେ 6 ଜଣ 6 ଦିନରେ 24 ଖଣ୍ଡ ମସିଣା ବୁଣିବେ। ତାହେଲେ 1 ଜଣ 1 ଦିନରେ, ତାହେଲେ 1 ଜଣ 1 ଦିନରେ ବୁଣିବେ 1 ଜଣ 1 ଦିନରେ ବୁଣିବେ 24/6 × 6 × 6 = 24 4/6 ଖଣ୍ଡ। କେତେ ଖଣ୍ଡ 4/6 ଯେ 1 ଜଣ ତାହେଲେ 6 ଜଣ 6 ଦିନ 24 ଖଣ୍ଡ ଆଉ ତାପରେ 6ଟା ଯେହେତୁ ଗୁଣିଥିଲା ଏଠି 6ଟା ଗୁଣିଥିଲା 2ଟା 6 ସେ ହରିଦେବ ଯେ 24 ଜଣ 1 ଜଣ 1 ଦିନରେ କେତେ 4/6 ହେଲା। ତ ତାପରେ କ'ଣ କହିଛି କ୍ୱେଶ୍ଚନ୍। ତାପରେ 15 କ୍ୱେଶ୍ଚନ୍ଟା ଆଉ ଥରେ ଦେଖ ଯେ 18 ଜଣ 18 ଦିନରେ କେତେ ମସିଣା ବୁଣି ପାରିବେ। ସେଭଳିଆ 18 ଜଣ 18 ଦିନରେ ବୁଣିବେ କେତେ ହେଲା 4/6 ଗୁଣନ 18 37 18 18 କେତେ ହେଲା 54 4 16 520 21 216 ଖଣ୍ଡ ମସିଣା ବୁଣିବେ। ତାହେଲେ ଅତେ 216 ଖଣ୍ଡ ଅତେ ଲେଖିଦେବ ହେଲା। ଅତେ 216 ଜଣ 216ଟି ମସିଣା ବୁଣି ପାରିବେ ହେଲା 18 ଜଣ 18 ଦିନରେ। ପ୍ରଥମେ 1 ଜଣ 1 ଦିନରେ ବାହାର କରିଦେବ ମାନେ 24 × 6/6 ହେଇଗଲା। ଯେଉଁଭଳିଆ ଏଇଭଳିଆ ପ୍ରଶ୍ନ ଆସେନି ଏଇଭଳିଆ କରିପାରିବ। 18 ଜଣ 18 ଦିନରେ ହେଇଭଳିଆ 18 ଗୁଣିଦେବ ବାସ୍ ହେଇଯିବ ଉତ୍ତର। ତାପରେ ହେଲା 15 ନମ୍ବର ହେଲା 16 ନମ୍ବର କରିବା। କେଉଁ ସଂଖ୍ୟା 45ରୁ ଯେତିକି ବେଶୀ 75ରୁ 2 ଗୁଣ କମ୍ ତେବେ ସଂଖ୍ୟାଟି କେତେ। ତାହେଲେ 45ରୁ ଯେତିକି ବେଶୀ 75ରୁ 2 ଗୁଣ କମ୍। ତାହେଲେ ବେଶୀଟାକୁ ଏଠି କେତେ 1 ଗୁଣ ଧରି ନେବା କମ୍ଟାକୁ 2 ଗୁଣ ଧରି ନେବା। ତାହେଲେ ବେଶୀକୁ 1 ଗୁଣ କମ୍କୁ 2 ଗୁଣ ଧରି ନେବା। ତାହେଲେ ଲେଖିଦେବା ଏଠି 1 ଗୁଣ ପ୍ଲସ୍ 2 ଗୁଣ ବେଶୀ କମ୍ ରହିଲା ଜାଣେ କରିବା ପାଇଁ ସେଠି 75ରୁ ଆମେ 45 କାଟିଦେବା। ଏ ହେଲା କେତେ 3 ଗୁଣ ଫେଡ଼ିଦେଲେ କେତେ ହେଲା 30 ହେଲା। ଯେ ବେଶୀ କମ୍ ଦେଲା ମାନେ ତାହେଲେ ବଡ଼ ସଂଖ୍ୟାରେ ସାନ ସଂଖ୍ୟା ଫେଡ଼ିଦେବା। 75ରୁ 45 ଫେଡ଼ିଦେଲେ 30 ହେଲା। 3 ଗୁଣ = 30। 1 ଗୁଣ 30/3 10 ହେଲା। ତାହେଲେ ସଂଖ୍ୟାଟି କାଢ଼ିବା। ସଂଖ୍ୟାଟି କେତେ 45 + 10 55। ସଂଖ୍ୟାଟି କେତେ ବାହାରିଲା 55 ବାହାରିଲା ହେଲା। 16 ନମ୍ବର ଉତ୍ତର ହେଲା 55। 17 ନମ୍ବର କ'ଣ ଦେଇଛି 765 ଗୁଣନ 498 ଫେରାଣ 398 ଫେରାଣ ଗୁଣନ 765 ଲେଖିଦେବା। ଏଇଟା ସହଜ ଯେ 765 ଗୁଣନ 489 389
765 ହେଲା 765 इंटू 3 489 389 इंटू 765 ताने 7 समान किए अच्छी 765 ये 765 765 समान ताने से समान नहीं कमन नहीं जी है वन रख दिए तापर रहा किए 489 फेण 389 765 गुणन के 100 9 9 शून्य 8 शून्य 4 3 1 है के 765 के 765 दुईटा शून्य उधर बाहर है जे प्रथम कौन कर कमन नहीं जाओ कमन है मैंने के रहा 489 389 765 लिखिदेल फेड़देल फेड़ला गुण 100 होगा गुणिदेव पुणी उत्तर लिखिदेव 7 नंबर 17 18 नंबर प्रश्न कौन कही 17 18 नंबर पढ़िया तीनोटी एकांतर संख्यार जोगफल 87 हेले संख्या देने एकांतर संख्या दुई दुई सब डिफरेन्स रहा धर गोटे एक गुण धरवा एक गुण तापर एक गुण मिश्रण 2 एक गुण मिश्रण 4 तीन संख्या होगा लिखा तीनोटी क्रमिक संख्या लिख 18 नंबर 18 नंबर तीनोटी क्रमिक संख्या गोटे एक गुण प्लस 2 एक गुण प्लस 4 है एक गुण प्लस 2 एक गुण प्लस 4 ताले एक गुण प्लस 2 एक गुण प्लस 4 मिसी के हम कही 87 हम कही 87 ताने 3 गुण मिश्रण 6 इज इक्वल टू 87 से 3 गुण 87 फेण 6 मिश्रण 6 अच्छी फेण 6 हो 81 एक गुण इज इक्वल टू 81 बाई 3 3 6 3 21 ताने कौन जो लिखे 27,000 है कौन संख्या बाहर कर लिखिदेल के 27 तापर द्वितीय संख्या 27 प्लस 2 29 है लिखा देख से एक गुण प्लस 2 द्वितीय संख्या तापर है तृतीय संख्या 27 प्लस 4 31 है सत विषयटी सरीगला पूर्वपाठ आलोचना है नेक्स्ट पढ़ा नूतन विषय चैनल टी सब्सक्राइब करूँ लाइक करूँ है बहुत मात्रा शेयर कर है।